नीलाञ्चलनिवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। हेलो फ्रेंड्स, जय जगन्नाथ। मु आशा करे आपण माने समस्ते भलरे थिबे। प्रभु बलदेव जीउ आम समस्तंको भलरे रखिथांतु। तबे चलंतु आउ डेरी न करी सुनिबा आजिकार टॉपिक प्रथम स्कंद चतुर्थ अध्याय श्रीमद्भागवतर शुणिबा। तबे आउ डेरी न करी चलंतु जीवा। ओम श्री व्यासाय नमः। ओम श्री गणेशाय नमः। ओम नमो भगवते वासुदेवाय। हेमन्ते भागवत वाणी सुत मुनिंक मुख शुणी मुनिंक मध्य कर्म शुद्ध सौनक नामे कुलवृद्ध सर्वमुनिंक अवधाने पुछन्ति मधुर वचने। श्री सौनिक वाच हे सुत तुम्बे महाधीर भकता जन मध्यवर गंगार तीरे राजागे सुख कहिले ब्रह्म भागे। ए भागवत धर्म केबे व्यास रचिले केउ जुगे से कथा कह आंभ आग तुम्बे से अट महाभाग। कार बोले काहीं बसी कि भावे कि हेतु देसी सुख जे ताहांक कुमार समदरसी निर्विकार। एकांत मति रात्र दिने कृष्ण महिमा जार मने निर्माया मूढ़ता प्रतीति लखी न पारे केही गति। जार आगमन काले देव कन्या एथिले जळे स्वभावे नग्न तांकु देखी धाइले लज्जा को पेखी। देखिबा अर्थे जल तटे मिलिले मुनिंक निकटे। व्यासंकु तांक पछे चाही जले पशिले बेगे जाई। स्वभावे से सुर जुवती जानती सर्व प्राणी गति। देखी कन्यांक मूढ़ गति चंचल व्यासंकर मति। हेमंते कन्या गणे चाही व्यास कहंती खेद बही। पुणी क्षणके पाई शांति कन्या को चाही पचारंती। अइल मोर पुत्र चाही किंपा पशिल जले जाई। एकिस तुम्भर व्यवहार सुख मोहर कुमार। तरुण बयस ताहार हे बुद्ध शरीर मोहर। व्यास वचने नारी गणे तक्षणे नमिले चरणे। बोलंती व्यास मुख चाही संसार तांक देह नाही। तुम्बे जे बोल आंबे वृद्ध विषय रसे अछि सध। एगेनी होइलु अंतर अंबर दोष क्षमा कर। हेमंते गले नारी गणे सुख रहिले सेहि बने। से सुख मुनि किस कार्ये प्रवेश कले कुरु राज्ये। उन्मत्त जड़ रूप बही ताहांको केही न जाणई। केमंते परीक्षित मेले मिलिले जाह्नवीर कूले। तहि अनेक मुनि मध्ये ए भागवतर संवादे। प्रजांक द्वारे सायंकाले जे नित्य भिक्षा अर्थे मिले। गोद मात्र द्वारे रही गृहिंकी तीर्थ फल देई। से मुनि परीक्षित मेले मिलिले पूर्व पुण्य फले। से पुणी भागवत शास्त्र
କହିଲେ ତ ଆଚମ୍ବିତ ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁସୁତ ତାହାଙ୍କ ଜନ୍ମ କର୍ମ ଯେତେ କହିବା ଆମ୍ଭର ଗ୍ରତେ ଅଭୂତ ପ୍ରାୟ ତାହା ଶୁଣି ତରିବୁ ଭବ ତରଙ୍ଗିଣୀ ସେ ସର୍ବରାଜାଙ୍କର ସାର ପାଣ୍ଡବ ବଂଶେ କୀର୍ତ୍ତିଧର ଏଡ଼େ ସମ୍ପଦ କରି ଦୂର କିମ୍ପା ରହିଲେ ଗଙ୍ଗା ତୀର ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇଣ ସମ୍ପଦ ଯୁବା ବୟସେ ନରପତି ସେ ଜିଣ ଅଚଳ ବିଭୂତି ଯେଉ ଶରୀର ଏ ସଂସାରେ ବହଇ ପର ଉପକାରେ ହରିଚରଣ ଚିନ୍ତି ଚିତେ ଯେ ରାଜା ବର୍ତ୍ତେ ଜନହିତେ ସେ କିମ୍ପା ଛାଡ଼ିଲେ ଜୀବନ ଉପେକ୍ଷୀ ଗୃହ ଦ୍ୱାର ଧନ କହ କାରଣ କିବା ଅର୍ଥେ ସଞ୍ଚୟ ଛାଡ଼ିବ ଯେ ମନ୍ତେ ତୁମ୍ଭେ ସର୍ବଜ୍ଞ ନିର୍ବିକାର କହ ସଂଶୟ ଯାଉ ଦୂର ହେମନ୍ତେ ସୌନିକ ବଚନେ ସକଳ ପ୍ରଶ୍ନ ଅନୁମାନେ କହନ୍ତି ସୁତ ମହାରୁଷି ମୁନିଙ୍କ ପ୍ରଶ୍ନ ପରସଂସି ଶ୍ରୀସୁତ ଉବାଚ ଶୁଣ ସକଳ ମୁନିଜନ ଶ୍ରୀକୃଷ୍ଣ ଚରିତ ବିଧାନ ତ୍ରେତୟା ଯୁଗ ଭୋଗନ୍ତେ ଦ୍ୱାପର ଯୁଗ ଉପଗତେ ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି ପରାଶରଙ୍କ ବୀର୍ଯ୍ୟେ ଜାତ ଯୋଜନ ଗନ୍ଧା ଗର୍ଭଗତ ସେ ଏକ ଦିନେ ପ୍ରାତଃ କାଳେ ସ୍ନାନ ସାରି ଗଙ୍ଗା ଜଳେ ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ ପର ଅପର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ ଯେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ ତାହାକୁ ନ ଦେଖନ୍ତି କେହି ବ୍ରହ୍ମା ମଧ୍ୟେ ଦେହ ବହି ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ କଳିଆ ଗମେ ପ୍ରାଣୀଙ୍କର ଯେମନ୍ତେ ହୋଇବ ବ୍ୟବହାର ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ଦୁର୍ବଳ ହୋଇବେ ଶରୀରେ ବୁଦ୍ଧି ହୋଇବ ଲୋଭେ ଗ୍ରାସ ସ୍ୱଭାବେ ଅଳପ ଆୟୁଷ ଦୁର୍ଭୋଗା ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧମେ ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ଜୀବର ଶୁଦ୍ଧେ ଅର୍ଥ କରି ଯେମନ୍ତେ ବିଷ୍ଣୁ ମାୟା ତରି ଧର୍ମ ସାଧିବେ ଯଜ୍ଞ ମତେ ହେମନ୍ତ ଭାଳି ମୁନି ଜିତେ ବେଦକୁ କଲେ ଚାରି ଖଣ୍ଡ ମଧ୍ୟେ ବି ଆଇ କର୍ମକାଣ୍ଡ ଋକ୍ ଯଜୁ ସାମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ ପଞ୍ଚମ ବେଦ ଇତିହାସ ବ୍ରହ୍ମ ପୁରାଣ ଅଷ୍ଟାଦଶ ପହିଲ ମୁନିଙ୍କି ଆଣିଲେ ପ୍ରଥମେ ବେଦ ପଢ଼ାଇଲେ ଜୈମିନୀଙ୍କି ଦେଲେ ରାମ ଯଜୁଜେ ବହି ସମ୍ପାୟନ ଅଙ୍ଗିରା ମୁନି ଅଥର୍ବଣେ ମୋ ପିତାର ମହରଷଣେ ପୁରାଣ ଅଷ୍ଟାଦଶ ଦେଲେ ହେମନ୍ତେ କର୍ମ ସମ୍ପାଦିଲେ ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ ଅନେକ ଶାଖା ଭିଆଇଲେ ଶିଷ୍ୟ ପ୍ରଶିଷ୍ୟ ଶିଖାଇଲେ ଅଳପ ବୁଦ୍ଧି ନର ଯେତେ ବେଦ ଧରିବେ ଦୃଢ଼ ଚିତେ ତେଣୁ ଏ ବେଦ ଭାଗ କଲେ
ଯେ ଯାହା ମତି ଅନୁସାରେ। ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ। ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତ୍ତେ। ବୁଦ୍ଧି ମନ୍ଥନ୍ତେ ବେଦ ମନ୍ତି ଭାରତ ପଦ ବନ୍ଦେ ଗୁନ୍ତି। ବେଦ ଉଦ୍ଧାରି ସାର ଅର୍ଥ ସୁଜିଲେ ପୁରାଣ ଭାରତ। ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ କାନନେ ମିଳିଲେ ନିଶ୍ଚିନ୍ତେ। କଲେ ହେଁ ସର୍ବଧର୍ମ ଯେତେ ତୋଷ ନହିଲେ ହୃଦଗତେ। ଆଶ୍ରିତ ସରସ୍ୱତୀ କୂଳେ ମନ ନ ରହି ନିଚଳେ। ଯୋଗ ନ ପାରି ଚିତ୍ତ ଧରି ଚଞ୍ଚଳେ ହେମନ୍ତ ବିଚାରି। ଅତି କୋଠରେ ବେଦ ଘେନି ଗୁରୁ ଅନଳେ ଚିତ୍ତ ମାନି। ଦେବା ଭାରତ କଲିସାର ସ୍ତ୍ରୀ ଶୂଦ୍ର ଜନଙ୍କ ନିସ୍ତାର। ତେବେ ନିର୍ମଳ ନୁହେଁ ମନ ଚିନ୍ତା ଅନଳେ ଛନ ଛନ। ଏ ମନ ଧରିବି କେମନ୍ତେ ନିଶ୍ଚଳ କରି ଜ୍ଞାନ ପତେ। ଯେତେ ଚିନ୍ତିଲି ବେଦ ଧର୍ମ ବିଚାରେ ସେ ମାୟା ଭ୍ରମ। ଏ ମାୟା ତୁଟଇ ଯେ ମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପତେ। କହିବି ଭାଗବତ ଧର୍ମ ଯେଣେ ନ ଲାଗେ ମାୟା ଭ୍ରମ। ଏମନ୍ତ ହୃଦୟ ବିଚାରି ମନକୁ ନ ପାରନ୍ତି ଧରି। ଏମନ୍ତ ସମୟେ ନାରଦ ଆସନ୍ତେ ଶୁଭେ ବୀଣାନାଦ। ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ। ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି। କେତେ ହେଁ ଦୂର ଆଗ ସରି ନାରଦ କରେ କର ଧରି। ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ। ସେ ବ୍ୟାସ ନାରଦଙ୍କ ପାଦେ ସୁଜନେ ପ୍ରଣମ ଆନନ୍ଦେ। ଯାର ଚିନ୍ତନେ ପାପ ନାଶ ନମଇ ଜଗନ୍ନାଥ ଦାସ। इति श्रीमद्भागवते महापुराणे परमहंस्यां संहितायां प्रथमस्कन्धे नैमिषोपाख्याने चतुर्थोऽध्याय। भीमस्यापि रणिभङ्ग मुनिरभिमतिभ्रम। यदि शुद्धं शुद्धं वा मम दोष न विद्यते। हरे कृष्ण 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 हरे 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 राम 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 हरे हरे। हरे कृष्ण 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 हरे हरे। हरे राम 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 हरे हरे।